दुईटी बाइक मुहांमुही धक्का हेबा फଳରେ घटिछि भयंकर दुर्घटना ଯେଉଁଥିରେ 3 ଜଣ ଅତି ଗୁରୁତର ଆହତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ମାଣତ୍ରୀ ରାସ୍ତାର ବୈଶିଙ୍ଗା ଏକ୍ସିସ୍ ବ୍ୟାଙ୍କ ସାମ୍ନାରେ ଏହିପରି ମର୍ମନ୍ତୁତ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ମାଣତ୍ରୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱର ଟାଉନ ଥାନା ଅଞ୍ଚଳର ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ବିଜୟ କୁମାର ବେହେରା ଏକ ପ୍ୟାସନ ପ୍ଲସ୍ ବାଇକ୍ ଯୋଗେ ମାଣତ୍ରୀ ବ୍ୟାଙ୍କକୁ ଡ୍ୟୁଟି ପାଇଁ ଯାଉଥିଲେ। ତେବେ ବୈଶିଙ୍ଗା ଏକ୍ସିସ୍ ବ୍ୟାଙ୍କ ସାମ୍ନାରେ ଏକ ଆପାଚି ବାଇକ୍ରେ ଅତି ଦ୍ରୁତ ଗତିରେ ଆସୁଥିବା 2 ଜଣ ବେପରୁଆ ଭାବେ ଆସି ବିଜୟଙ୍କ ବାଇକ୍କୁ ଧକ୍କା ଦେଇଥିଲେ। ତେଣୁ ଘଟଣାସ୍ଥଳରେ 3 ଜଣ ଲହୁଲୁହାଣ ହୋଇ ରାସ୍ତା ଉପରେ ପଡ଼ିଯାଇଥିଲେ। ପରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେବାରୁ ବୈଶିଙ୍ଗା ପୁଲିସ ପହଞ୍ଚି ସମସ୍ତ ଗୁରୁତରମାନଙ୍କୁ ଲୋକଙ୍କ ସହାୟତାରେ ନିକଟସ୍ଥ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଦୁର୍ଘଟଣାଗ୍ରସ୍ତ 2ଟି ବାଇକ୍କୁ ନିଜ ହେପାଜତକୁ ନେଇ ଘଟଣାର ଅଧିକ ତଦନ୍ତ କରୁଛନ୍ତି। ତେବେ ବିଜୟଙ୍କ ବାମ ପାର୍ଶ୍ୱ କାନ୍ଧ ଏବଂ ଜଙ୍ଘରେ ଶକ୍ତ ଆଘାତ ଲାଗିଥିବା ବେଳେ ଅନ୍ୟ 2 ଜଣ ଚେତାଶୂନ୍ୟ ଅବସ୍ଥାରେ ରହିଛନ୍ତି। ସେମାନେ ହେଲେ ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡ଼ିଆ ନୂଆସାହିର ସନା ସିଂଙ୍କ ପୁଅ ଗୌରମୋହନ ସିଂ ଓ ଅନ୍ୟ ଜଣେ ଡମ୍ବରୁଧର ସିଂ ବୋଲି ଜଣାପଡ଼ିଛି। ତେଣୁ ସେମାନଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ପୁଣି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଏମିତି ଷ୍ଟେଜରେ ଥିଲୁ ମୁଁ ଭାବିନି ତତେ କୋଉଠି ଦେଇଛି ଜାଣିଥିବେ ଗୋଟେ ବ୍ୟକ୍ତିଗତ ଆଟାଚମେଣ୍ଟ ଭଲ ଲାଗୁନି। ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।